ଶ୍ରୀମଦ୍ ଭଗବତ ଗୀତାର ଆଜି ହେଉଛି ଦ୍ୱାଦଶ ଅଧ୍ୟାୟ ଭକ୍ତି ଯୋଗ। ଏକାଦଶ ଅଧ୍ୟାୟରେ ଆମେ ପଢ଼ିଥିଲେ ବିଶ୍ୱରୂପ ଦର୍ଶନ। ଆଜି ଦ୍ୱାଦଶ ଅଧ୍ୟାୟରେ ପାଠ କରିବା ଭକ୍ତି ଯୋଗ। ଅର୍ଜୁନ ଉବାଚ ଏମନ୍ତ ଭକ୍ତ ଯେ ତୋର ସଂଲଗ୍ନ ହୋଇ ନିରନ୍ତର ଅବା ନିର୍ଗୁଣ ନିରାକାର ବ୍ରହ୍ମଙ୍କୁ ପୂଜେ ବାରମ୍ବାର। ଏ ଦୁଇ ଭକ୍ତ ମଧ୍ୟ କିଏ ଉତ୍ତମ ଯୋଗୀ କୁହାଯାଏ। ଶ୍ରୀ ଭଗବାନ ଉବାଚ ମୋଠାରେ ମନକୁ ଲଗାଇ ଭକ୍ତ ଯେ ନିତ୍ୟ ଯୁକ୍ତ ହୋଇ ପରମ ଶ୍ରଦ୍ଧାର ସହିତ ମୋତେ ପୂଜନ୍ତି ସିଏ ଶ୍ରେଷ୍ଠ। ଏବଂ ସତତ ଯେଉଁ ଭକ୍ତ ଇନ୍ଦ୍ରିୟ କରି ବଶୀଭୂତ ଅଚିନ୍ତ୍ୟ ଧ୍ରୁବ ସର୍ବବ୍ୟାପ୍ତ ଅଦୃଶ୍ୟ ଅଚଳ ଅବ୍ୟକ୍ତ ଅକ୍ଷର ଏବଂ ନିରାକାର ବ୍ରହ୍ମ ପୂଜଇ ନିରନ୍ତର ସମବୁଦ୍ଧି ସମ୍ପନ୍ନ ହୋଇ ପ୍ରାଣୀର ହିତେ ସଦା ଥାଇ ଏପରି ମନୁଷ୍ୟ ଜଗତେ ପ୍ରାପ୍ତ ହୁଅନ୍ତି ସଦା ମୋତେ। ଅବ୍ୟକ୍ତ ପ୍ରତି ଯେ ଆସକ୍ତ ଅଧିକ ଲଭନ୍ତି ସେ କ୍ଲେଶ। ଯେଣୁ ଦେହାଭିମାନୀ ବ୍ୟକ୍ତି କଷ୍ଟରେ ଅବ୍ୟକ୍ତ ଲଭନ୍ତି। କିନ୍ତୁ ଯେ ଅର୍ପି ସର୍ବକର୍ମ ମୋଠାରେ ହୁଏ ପରାୟଣ ଅନ୍ୟାନ୍ୟ ଯୋଗ ଅଧ୍ୟୟନରେ ମୋତେ ହିଁ ଉପାସନା କରେ। ହେ ପାର୍ଥ ଏପରି ଯେ ଭକ୍ତ ମୋଠାରେ ନିବେଶନ୍ତି ଚିତ୍ତ ମୁକ୍ତି ମୁଁ ଦିଅଇ ତାହାରେ ଭବସାଗର ପାରି କରେ। ମୋଠାରେ ମନ ଲଗାଇଣ ବୁଦ୍ଧିକୁ ନିବେଶ କରିଣ କରିବ ନିବାସ ମୋଠାରେ ସଂଶୟ ନାହିଁଟି ଏଥିରେ। ଯଦି ମୋଠାରେ ମନ ପ୍ରାଥ ସ୍ଥିର କରିବା ଅସମର୍ଥ ଯୋଗ ଅଭ୍ୟାସ ଦ୍ୱାରା ତେବେ ମୋ ପ୍ରାପ୍ତି ଇଚ୍ଛା କର ଏବେ। ଯଦି ଅଭ୍ୟାସେ ଅସମର୍ଥ ଭାବୁଛ ନିଜକୁ ହେ ପାର୍ଥ ତେବେ କେବଳ ମୋର ପାଇଁ କର୍ମ କରଣେ ଲାଗ ଯାଇ। ମୋ ପାଇଁ କର୍ମ କରିଥିଲେ ସିଦ୍ଧି ପାଇବ ତୁମେ ଭଲେ। ଯଦି ତୁ ହେଉ ଅସମର୍ଥ ମୋ ପ୍ରାପ୍ତି ରୂପ ଯୋଗାଶ୍ରିତ ଏ ମନ ଇନ୍ଦ୍ରିୟକୁ ତେବେ ବଶୀଭୂତ ତୁ କର ଏବେ। ଜୀବନେ ସକଳ କର୍ମର ଫଳ ଇଚ୍ଛାକୁ ତ୍ୟାଗ କର। ଅଭ୍ୟାସ ଠାରୁ ଜ୍ଞାନ ଶ୍ରେଷ୍ଠ ଶାସ୍ତ୍ର ଜ୍ଞାନଠୁ ଧ୍ୟାନ ଶ୍ରେଷ୍ଠ। ଫଳ ତ୍ୟାଗ ହିଁ ସର୍ବଶ୍ରେଷ୍ଠ ତ୍ୟାଗରେ ଶାନ୍ତି ତତ୍କ୍ଷଣାତ୍। ଯେ ସର୍ବ ପ୍ରାଣୀଙ୍କର ଠାରେ ରହେ ଦ୍ୱେଷ ଶୂନ୍ୟ ଭାବରେ ଦୟାଳୁ ମମତା ରହିତ ସମମଣ ହିଁ ସୁଖ ଦୁଃଖ ମାତ୍ର ଯେ ଶୂନ୍ୟ ଅହଙ୍କାର ସନ୍ତୁଷ୍ଟ ଥାଏ ନିରନ୍ତର କ୍ଷମାଶୀଳ ଦୃଢ଼ ନିଶ୍ଚୟ ଯୋଗୀ ଯେ ସଂଯତ ଇନ୍ଦ୍ରିୟ ମୋଠାରେ ସମ୍ପୂର୍ଣ୍ଣ ଅର୍ପିତ ସେହି ମୋର ପ୍ରିୟ ଭକ୍ତ। ଯେ କାରେ ନ କରଇ କ୍ଷୁବ୍ଧ ଅବା ନ ହୁଅଇ ଉଦ୍ବେଗ ହର୍ଷ ଉଦ୍ବିଗ୍ନ ଈର୍ଷା ଭୟ ନାହିଁ ଯାର ସେ ମୋର ପ୍ରିୟ। ଆକାଙ୍କ୍ଷା ରହିତ ଯେ ନର ଉଦାସ ପବିତ୍ର ଚତୁର ବ୍ୟଥା ରହିତ ସର୍ବକର୍ମ ପରିତ୍ୟାଗୀ ସେ ପ୍ରିୟ ମମ। ଯେ କେବେ ହର୍ଷିତ ନ ହୋଇ ଶୋକ ଦେଶ କରେ ନାହିଁ କାମନା ଫଳ ଶୁଭାଶୁଭ ଯେ କରିଥାଏ ପରିତ୍ୟାଗ ଏପରି ଭକ୍ତିମାନ ନର ସେ ଅଟେ ପ୍ରିୟ ଭକ୍ତ ମୋର। ଶତ୍ରୁ ମିତ୍ର ମାନାପମାନ ଏମାନ ଯିଏ ଭାବେ ସମ ଉଷ୍ଣ ଶୀତଳ ସୁଖ ଦୁଃଖ ସମଭାବରେ ଥାଏ ଚିତ୍ତ। ଯେ ସଦା ସଙ୍ଗ ବିବର୍ଜିତ ସର୍ବଦା ଆସକ୍ତି ରହିତ ନିନ୍ଦା ସ୍ତୁତି ସମାନ ଯାର ମନ ଅତୁଷ୍ଟ ଯେ ପ୍ରକାର
ନିଜ ଶରୀର ବା ଗୃହେ ଆସକ୍ତି ରହିତ ଯେ ଥାଏ, ସେ ସ୍ଥିର ବୁଦ୍ଧି ଭକ୍ତିମାନ ଅଟଇ ମୋର ପ୍ରିୟଜନ। କିନ୍ତୁ ଯେ ଶ୍ରଦ୍ଧାଶୀଳ ଜନ ଭକ୍ତ ହୋଇ ମୋ ପରାୟଣ, ଏ ଧର୍ମ ଅମୃତ ବଚନ ଯେପରି ହୋଇଛି କଥନ, ଶ୍ରଦ୍ଧାରେ କରଇ ସେବନ ସେ ମୋର ଅତି ପ୍ରିୟଜନ। ଇତି ଦ୍ୱାଦଶ ଅଧ୍ୟାୟ ଭକ୍ତିଯୋଗ। ଓଂ ନମୋ ଭଗବତେ ବାସୁଦେବାୟ। ଓଂ ନମୋ ଭଗବତେ ବାସୁଦେବାୟ। ଓଂ ନମୋ ଭଗବତେ ବାସୁଦେବାୟ।